ଆମେ ସବୁଦିନେ ରାତିରେ ଶୋଇବା ପୂର୍ବରୁ ବେଳେବେଳେ ମୋବାଇଲକୁ ଚେକ୍ କରିକି ରଖିଥାଏ ଯେ କେତିକି ଡାଟା ଆମର ଡାଉନଲୋଡ଼୍ ହେଇଛି, ମୋ ଫୋନର ମେମୋରି ମୋ ଷ୍ଟୋର୍ ଫୁଲ୍ ହେଇଯିବ। ସେମିତି ପ୍ରତ୍ୟେକ ଦିନ ଯଦି ଆମେ ଶୋଇବା ପୂର୍ବରୁ ନିଜ ମନକୁ ଦେଖିଥାନ୍ତେ ଯେ ଆଜି କେତେ ଲୋକଙ୍କ ପାଇଁ ମୋ ମନରେ ନେଗେଟିଭିଟି ଆସିଛି, କେତେ ଜଣଙ୍କୁ ମନରେ ମୁଁ କଷ୍ଟ ଦେଇଛି, ଆଉ ସବୁଠୁ ବଡ଼ କଥା ମୁଁ ନିଜକୁ କେତିକି ଖୁସି କରିପାରିଛି ଆଜି ଗୋଟେ ଦିନରେ, ତାହେଲେ ହୁଏତ ଆଜିର ଯେଉଁ ବ୍ରେନ୍ ଷ୍ଟ୍ରୋକ୍, ହାର୍ଟ ଆଟାକ୍ ଏସବୁ କମିଯାଇଥାନ୍ତା। ଆମେ ତ ବାହାର ଦୁନିଆକୁ ସଜାଡ଼ିବାରେ ଏତେ ବ୍ୟସ୍ତ ହେଇଯାଇଛୁ ଯେ ଆମ ନିଜ ଦୁନିଆକୁ ଦେଖିବା ପାଇଁ ଆମ ପାଖରେ ସମୟ ହିଁ ନାହିଁ। ଆମେ ଯେତିକି ସମୟ ନିଜର ଫୋନରେ ନିଜର ଷ୍ଟାଟସ୍ ଦେଖିବାରେ ଲଗାଉଛେ, ଅନ୍ୟମାନେ ତାଙ୍କ ଜୀବନରେ କ'ଣ କରୁଛନ୍ତି ସେଥିରେ ଯଦି କିଛି ସମୟ ବଞ୍ଚେଇକି ଆମେ ନିଜ ପାଇଁ ଦେଇଥାନ୍ତେ, ନିଜକୁ ଥରେ ଦେଖିଥାନ୍ତେ ଯେ ଆଜି ମୋ ମନକୁ କ'ଣ ଜିନିଷ କଷ୍ଟ ଦେଇଛି, ମୋ ଶରୀରରେ କେଉଁ ଜାଗାରେ କ'ଣ ଆଘାତ ହେଇଛି, ମୁଁ କାହା ପାଇଁ କ'ଣ କଟୁ ବ୍ୟବହାର କରିଛି ବା ମୋ ସହିତ କିଏ କିଛି ଖରାପ ବ୍ୟବହାର କରିଛି, ଆଉ ସବୁ ଜିନିଷକୁ ଧ୍ୟାନର ସହ ଦେଖିକି ଯଦି ଦରକାର ପଡ଼ିବ କାହାକୁ କ୍ଷମା କରିଦେଇ, ଦରକାର ପଡ଼ି ନିଜକୁ ଭୁଲ ମାଗିନେଇ ଯଦି ଭଗବାନଙ୍କ ପାଖରେ ଆମେ ଶୋଇବା ନା, ଦେଖିବେ ଜୀବନଟା ବହୁତ ସହଜ ଆଉ ସରଳ ହେଇଯିବ। ଏଇ କମ୍ପିଟେଟିଭ୍ ଦୁନିଆରେ ନା ସମସ୍ତେ ଭାଗୁଛନ୍ତି ଜୀବନକୁ ନେଇକି, କିନ୍ତୁ ସେଇମାନେ ଶାନ୍ତିରେ ଅଛନ୍ତି ଯେଉଁମାନେ ଧୀରେଇକି ବସିକି ନିଜ ଜୀବନକୁ ଥରେ ଦେଖିବାକୁ ସୁଯୋଗ ପାଉଛନ୍ତି ଯେ ମୋ ସହିତ କାହିଁକି ଏମିତି ହେଉଛି, ମୋର କେଉଁ ଭୁଲ ଯୋଗୁଁ ଏମିତି ହେଉଛି, ମୁଁ କେଉଁ ଜାଗାରେ କ'ଣ ଭୁଲ କରିଦେଲି। ତେଣୁ ଶୋଇବା ପୂର୍ବରୁ ଥରୁଟିଏ ନିଜ ପାଇଁ ସମୟ ବାହାର କରି ନିଜକୁ ଥରେ ଦେଖନ୍ତୁ ଯେ କେଉଁ ଜାଗାରେ ମୋ ମନର କ'ଣ କ'ଣ ପ୍ରୋବ୍ଲେମ୍ ରହିଯାଇଛି ଯାହାକୁ ନେଇକି ମୁଁ ଶୋଇଯାଉଛି।